ନମସ୍କାର, ଜୟ ଜଗନ୍ନାଥ। ଚାଲନ୍ତୁ ଜାଣିବା ଆଜିର ଆଉ ଏକ କିଛି ଟିପ୍ସ ଯାହା ଆପଣଙ୍କ ପାଇଁ ବହୁତ ମୂଲ୍ୟବାନ ହେବ ଏବଂ ଆପଣଙ୍କ ଘର ପାଇଁ ମଧ୍ୟ ବହୁତ ମୂଲ୍ୟବାନ। ଶନିବାର ଦିନ ଯଦି ଆପଣ ଦେଖନ୍ତି ଯେ ଏକ କଳା କାଉ କ'ଣ କରୁଛି ନା ଆପଣଙ୍କ ଘରର ଦାଣ୍ଡରେ ବା ଆପଣଙ୍କ ଘର ଦ୍ୱାର ମୁହଁରେ ଆସି ବସି ରାବୁଥାଏ। ଶନିବାର ଦିନ ଦେଖିବେ, ତେବେ ଏହା ଏକ ଶୁଭ ସଂକେତ ହୋଇଥାଏ। ଯଦି ଶନିବାର ଦିନ ଦେଖୁଛନ୍ତି, ଅଲଗା ଦିନ କଥା ନୁହେଁ, ଶନିବାର ଦିନ। ତାପରେ ଦେଖିବେ ଯେଉଁ କୌଣସି ବ୍ୟକ୍ତି ଯଦି ସେ କାଉ ରାବିବାର ଦେଖନ୍ତି, ତାହେଲେ ତାଙ୍କ ପ୍ରତି ଶନିଦେବଙ୍କର ପ୍ରସନ୍ନ ହୋଇଥାନ୍ତି। କିନ୍ତୁ ଯଦି ଶନିବାର ଦିନ ଏକ କାଉ ଆପଣଙ୍କ ମୁଣ୍ଡରେ ଆସି ବସିଯାଏ ବା ଥଣ୍ଟ ମାଡ଼ିଦିଏ, ତାହେଲେ ଆପଣ ଜାଣି ରଖନ୍ତୁ, ସାବଧାନ ମଧ୍ୟ ହୋଇଯାଆନ୍ତୁ, କାହିଁକିନା ଶନିଦେବଙ୍କ ରୋଷ ଏବଂ ରାଗ ଆପଣଙ୍କ ଉପରେ ପଡ଼ିବାକୁ ଯାଉଛି। ତେଣୁ ଟିକେ ସାବଧାନ ହେଲେ ଆପଣଙ୍କର କିଛି ପ୍ରତିକାର ମଧ୍ୟ କରିବା ଉଚିତ। ତାପରେ ଚାଲନ୍ତୁ ଜାଣିବା, ମଙ୍ଗଳବାର ଦିନ ଶନିବାର ଦିନ ଯଦି ଆପଣ ଘରେ କର୍ପୂର ଏବଂ ଲବଙ୍ଗ ଏ ଦୁଇଟାକୁ ମିଶାଇକି ଜାଳୁଛନ୍ତି, ତାହେଲେ ଆପଣଙ୍କ ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଯିବ। ଆଉ ରବିବାର ଓ ସୋମବାର ଦିନ କ'ଣ କରନ୍ତୁ ନା, କର୍ପୂର ଓ ଡାଲଚିନି ଏଇ ଦୁଇଟା ଯଦି ଆପଣ ଜାଳିବେ ରବିବାର ଓ ସୋମବାର ଦିନ, ଏହା ଆପଣଙ୍କ ଘରେ କ'ଣ ନା ଧନ ଶକ୍ତିର ସକ୍ରିୟ କରିଥାଏ। ଗୁରୁବାର ଦିନ ଓ ଶୁକ୍ରବାର ଦିନ ଯଦି ଆପଣ କର୍ପୂର ଓ ତେଜପତ୍ରକୁ ଯଦି ଜାଳନ୍ତି, ତାହେଲେ ଘରର ସୌନ୍ଦର୍ଯ୍ୟ, ସୌହାର୍ଦ୍ଦ୍ୟ, ଐଶ୍ୱର୍ଯ୍ୟ ସବୁ ଘରେ ବୃଦ୍ଧି ହୋଇଥାଏ। ପଜିଟିଭିଟି ବି ବୃଦ୍ଧି ହୋଇଥାଏ। ମନେ ରଖନ୍ତୁ, ଯେତେବେଳେ ଆପଣ ନିଜର ସମ୍ପୂର୍ଣ୍ଣ ଶକ୍ତି ନିଜ କାମ ଓ କ୍ୟାରିୟରକୁ ସୁଧାରିବାରେ ଲଗାଇ ଦିଅନ୍ତି, ସେତେବେଳେ ଆପଣଙ୍କର ସଫଳତା ଦେଖି ଆପଣଙ୍କର ନିନ୍ଦା କରୁଥିବା ଲୋକ, ଯେଉଁମାନେ ଆପଣଙ୍କୁ ନିନ୍ଦା କରନ୍ତି, ଆପଣଙ୍କୁ ପସନ୍ଦ କରନ୍ତି, ଯେତେବେଳେ ଆପଣ ଆଗକୁ ଯାଉଛନ୍ତି, ଦେଖିକି ସେମାନେ କ'ଣ କରନ୍ତି ନା ପଛରୁ ଗୋଡ଼ ଟାଣିବା ଲୋକ ବହୁତ ଥାନ୍ତି, ନିନ୍ଦା କରିଥାନ୍ତି। କାହିଁକିନା ସେମାନେ ଚାହାନ୍ତି ନାହିଁ ଯେ ଆପଣ ଉପରକୁ ଯେତେ ସଫଳତା ପାଆନ୍ତୁ। ତେଣୁ ସେ ନିନ୍ଦା କରୁଥିବା ଲୋକଙ୍କ ମୁହଁ ନିଜେ ହିଁ ସବୁଦିନ ପାଇଁ ବନ୍ଦ ହୋଇଯାଇଥାଏ। ସେଥିପାଇଁ ଯିଏ ଯାହା କହୁଛି କାହାରି କଥା ଶୁଣନ୍ତୁ ନାହିଁ, ନିଜର ଗୋଟିଏ ଲକ୍ଷ୍ୟ ସ୍ଥିର କରନ୍ତୁ, ନିଜ କାମ ପାଇଁ ଟାଇମ୍ ଦିଅନ୍ତୁ ଏବଂ ନିଜ କ୍ୟାରିୟର ବାଛନ୍ତୁ ଏବଂ ଲୋକ ଯାହା କହୁଛନ୍ତି ତାଙ୍କ କଥା ଶୁଣି କେବେ ଅଟକି ଯାଆନ୍ତୁ ନାହିଁ। ମହୁରେ ପ୍ରାକୃତିକ ଆଣ୍ଟିସେପ୍ଟିକ୍ ଓ ଆଣ୍ଟିବ୍ୟାକ୍ଟେରିଆ ଗୁଣ ଥାଏ। ତେଣୁ ଯଦି ଆପଣଙ୍କର କେଉଁ ଜାଗା ପୋଡ଼ି ଯାଇଥିବ, ସେହି ସ୍ଥାନରେ ଆପଣ କ'ଣ କରନ୍ତୁ ନା ମହୁ ଲଗାଇଲେ ସଂକ୍ରମଣ ରୋକାଯାଇଥାଏ ଏବଂ ଘା ମଧ୍ୟ ଶୀଘ୍ର ଭଲ ହୋଇଥାଏ। ତେଣୁ ଯେତେବେଳେ ଆପଣ କୌଣସି ଜାଗା, ହାତ ଗୋଡ଼ ଯେଉଁଠି ବି ପୋଡ଼ି ଯାଇଥିବ, ତାହେଲେ କ'ଣ କରନ୍ତୁ ନା ମହୁ ଲଗାନ୍ତୁ, ଦେଖନ୍ତୁ ଆଉ କ'ଣ ଉପଶମ ମିଳୁଛି। ଯେଉଁ ଲୋକମାନେ ପଛରେ ଆପଣଙ୍କ ବିରୋଧରେ ଚକ୍ରାନ୍ତ କରନ୍ତି କିମ୍ବା ଆପଣଙ୍କୁ ଚିନ୍ତିତ ଦେଖିବାକୁ ସେମାନେ ଚାହାନ୍ତି ସବୁବେଳେ ଦୁଃଖିତ ରୁହ, ସବୁବେଳେ ହଇରାଣ ହୁଅ, ଏଭଳିଆ ଲୋକ, ତାହେଲେ ଆପଣ କ'ଣ କରନ୍ତୁ ନା ସେମାନଙ୍କ ସାମ୍ନାରେ ସବୁବେଳେ ହସ, କେବେ ବି ତାଙ୍କ ଆଗରେ ମନ ଦୁଃଖ କରନା କି ମୁଁ ଦୁଃଖୀ ଅଛି ଏମିତି କେବେ ବି ପ୍ରକାଶ କରନା ଏବଂ ଦେଖିବେ ସିଏ ଆପଣଙ୍କର ଖୁସି ଦେଖିକି ସେ ନିଜେ ହିଁ ଚିନ୍ତିତ ହୋଇଯିବେ। ତେଣୁ ହସ ଦେଖି ସେମାନଙ୍କର ସବୁ ଯୋଜନା ପୁରା ଫେଲ୍ ହୋଇଯିବ। ସେମାନେ ବୁଝିପାରନ୍ତି ନାହିଁ ଯେ ଆପଣ ଏତେ ମଜବୁତ କେମିତି ହୋଇଗଲେ। ତେଣୁ ଯେଉଁ ଲୋକ ଆପଣଙ୍କୁ ଦେଖିକି ଜେଲସ୍ ହେଉଛି କି ଆପଣଙ୍କ ସଫଳତାରେ ଖୁସି ହେଉନି, ଆପଣଙ୍କୁ ଦୁଃଖିତ ଦେଖି ଖୁସି ହେଉଛି, ଚେଷ୍ଟା କରନ୍ତୁ ତା ସାମ୍ନାରେ ଆପଣ ସବୁବେଳେ ଖୁସି ରହିବାକୁ। ଆପଣ ଯେତେ ବି ଦୁଃଖ ଥାଉ ସର୍ବଦା ଲୋକଙ୍କୁ ଦେଖାନ୍ତୁ ସବୁବେଳେ ଖୁସି ରହୁଛନ୍ତି, ହସ ମୁହଁ ସବୁବେଳେ ରଖନ୍ତୁ। ଯିଏ ଶତ୍ରୁ ଆପଣଙ୍କର କି ଆପଣଙ୍କୁ ଦେଖିଲେ ସିଏ ଭାବେ ଯେ ଆପଣ ଦୁଃଖିତ ରୁହନ୍ତୁ, ଦେଖିବେ ସେ ଓଲଟା ସେ ନିଜେ ହିଁ ଦୁଃଖିତ ହୋଇ ରହିବେ। ଆବଶ୍ୟକତା ଠାରୁ ଅଧିକ କେବେ କାହାକୁ କୁହନ୍ତୁ ନାହିଁ। ଅଧିକ କହିଲା ମାନେ ସବୁ କଥା କହି ହୋଇଯାଏ। ଅଯଥା ଯିଏ ଯେଉଁ ବକବକ ହୁଅନ୍ତି, କହି ହୁଅନ୍ତି, ସେ ଲୋକ ସର୍ବଦା ନିଜ ପାଇଁ ସମସ୍ୟା ହିଁ ଡାକି ଆଣନ୍ତି। କାହିଁକିନା କହୁଁ ସେ ବହୁତ କିଛି କୁହନ୍ତି ଯାହା କହିବା କଥା ନୁହେଁ ଏବଂ ଯେଉଁ କଥା ସେ କହିଦିଅନ୍ତି ପରେ
ତାଙ୍କ ପାଇଁ ବହୁତ ବିପଦ ଆସିଥାଏ। ତେଣୁ କମ୍ କୁହନ୍ତୁ, ମାତ୍ର ଶବ୍ଦର ମର୍ଯ୍ୟାଦା ରଖି କୁହନ୍ତୁ। ହଳଦୀ, ଦହି, ବେସନ, ଏହି ଯେଉଁ ଘରୋଇ ଜିନିଷ, ଏହା ଦ୍ୱାରା ଆପଣ କ'ଣ କରନ୍ତୁ ନା ଫେସ୍ ପ୍ୟାକ୍ କରନ୍ତୁ। ଏହି ଦ୍ୱାରା ଏଇ ଯେଉଁ ଘରୋଇ ଜିନିଷରେ ଯଦି ଫେସ୍ ପ୍ୟାକ୍ କରିବେ କୌଣସି ସାଇଡ଼୍ ଇଫେକ୍ଟ ବି ହେବ ନାହିଁ, ପଇସା ବି ବଞ୍ଚିବାର ଅଛି। ତେଣୁ ସପ୍ତାହରେ ଆପଣ କ'ଣ କରନ୍ତୁ ନା 2 ଥର ଏହାକୁ ଲଗାନ୍ତୁ। ଏହା ମୁହଁରେ ଟ୍ୟାନ୍ କମାଇଥାଏ ଏବଂ ଚର୍ମକୁ ସ୍ୱାଭାବିକ ଭାବେ ଉଜ୍ଜ୍ୱଳ କରିଥାଏ। ତେଣୁ ଆଉ ଏକ ଘରୋଇ ଉପାୟ ମଧ୍ୟ ରହିଛି। ଆପଣ କ'ଣ କରନ୍ତୁ ନା ଆଲୋଭେରା ଜେଲ୍, ଆଲୋଭେରା ତ ପ୍ରାୟ ସମସ୍ତଙ୍କ ବାଡ଼ିରେ ଥାଏ। ଆଲୋଭେରା ଜେଲ୍ ଗୋଲାପ ଜଳକୁ ମିଶାଇକି କ'ଣ କରନ୍ତି ନା ରାତିରେ ଶୋଇବା ପୂର୍ବରୁ ଯଦି ଆପଣ ମୁହଁରେ ଲଗାନ୍ତି, ଯଦି ଆଲୋଭେରା ଜେଲ୍ ଘରେ କି ବାଡ଼ିରେ ନାହିଁ, କିଣିକି ଆଣିକି ଯେଉଁ ଆଲୋଭେରା ମାର୍କେଟରେ ମିଳୁଛି, ଏଇ ଦୁଇଟାକୁ ମିକ୍ସ କରିକି ଯଦି ଆପଣ ଲଗାନ୍ତି, ଆପଣଙ୍କ ଚର୍ମକୁ ହାଇଡ୍ରେଟେଡ଼୍ ରଖି ସଫ୍ଟ କରିଥାଏ, ତ ଗ୍ଲୋ ମଧ୍ୟ ହୋଇଥାଏ। ତେଣୁ ଏଇ ଯେଉଁ ଘରୋଇ କିଛି ଜିନିଷ ଯଦି ଆପଣ ପ୍ରୟୋଗ କରିବେ, ଆପଣଙ୍କ ଚର୍ମର କ୍ଷତି ହେବ ନାହିଁ। ତେଣୁ ଚେଷ୍ଟା କରନ୍ତୁ ଯେତେ ଆପଣଙ୍କ ଘରୋଇ ଜିନିଷରେ ବ୍ୟବହାର କରିବା ପାଇଁ। ତାପରେ ଚାଲନ୍ତୁ ଜାଣିବା ଯେ କାହାକୁ କ୍ଷମା ନୁହେଁ, ସିଧାସଳଖ ଦୂରତା। ଯେଉଁ ଲୋକମାନେ ବାରମ୍ବାର ଆପଣ କ'ଣ କରୁଛନ୍ତି ନା ଫାଇଦା ଉଠାଉଛନ୍ତି, ସେମାନଙ୍କୁ କେବେ କ୍ଷମା ଦିଅନ୍ତୁ ନାହିଁ କି ସେମାନଙ୍କୁ ସବୁଠାରୁ ଦୂରେଇ ରୁହନ୍ତୁ। କିମ୍ବା ଆପଣଙ୍କୁ ସବୁବେଳେ ଯେଉଁମାନେ ନିଚ ଦେଖାଉଛନ୍ତି, ସବୁ କଥାରେ, ସବୁ ଇଏରେ, କାମରେ ସବୁବେଳେ ତଳକୁ ଦେଖାନ୍ତି, ନିଚା ଚେଷ୍ଟା କରନ୍ତି, ସେମାନଙ୍କଠାରୁ ସବୁବେଳେ ଦୂରତା ରଖନ୍ତୁ। ସେମାନଙ୍କୁ ସୁଧରିବାର ସୁଯୋଗ ଦେବା ବଦଳରେ ନୀରବରେ ନିଜ ଜୀବନରୁ ତାଙ୍କୁ ଦୂରେଇ ଦିଅନ୍ତୁ। କାହିଁକି ନା ଯିଏ ଥରେ ଆପଣଙ୍କୁ ଏମିତି କରେ ନା, ସେ ବାରମ୍ବାର ହିଁ କରିବ। ତେଣୁ ଯେତେ ଶୀଘ୍ର ସେମାନଙ୍କଠାରୁ ଦୂରେଇ ଯିବା ଆପଣଙ୍କ ପାଇଁ ବହୁତ ଭଲ। ଚାଲନ୍ତୁ ଜାଣିବା ଘରର ଅଭାବ ଦୂର କରିବା ପାଇଁ ଏହି ମହାଲକ୍ଷ୍ମୀଙ୍କର ଏହି ମନ୍ତ୍ରଟି ଆପଣ ଯଦି ଜପ କରନ୍ତି, ତାହେଲେ ଆପଣଙ୍କ ଘରେ ମା' ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ସର୍ବଦା ରହିବ। ତେଣୁ ଘରେ ଅଭାବ ଦୂର କରିବା ପାଇଁ ଏହି ମା' ଲକ୍ଷ୍ମୀଙ୍କର ମନ୍ତ୍ରଟି ପ୍ରତିଦିନ ଆପଣ କ'ଣ କରନ୍ତୁ ନା ସକାଳେ କିମ୍ବା ସନ୍ଧ୍ୟାରେ, ଯେତେବେଳେ 2 ଟାଇମ୍ ହେଲେ ବି ଭଲ, ଯଦି 1 ଟାଇମ୍ କରୁଛନ୍ତି 108 ଥର ଶ୍ରଦ୍ଧାର ସହିତ ଜପ କରନ୍ତୁ। ପାରମ୍ପରିକ ଭାବରେ ଏହା ମା' ଲକ୍ଷ୍ମୀଙ୍କର ଧନ ସମୃଦ୍ଧିର ମନ୍ତ୍ର ଅଟେ। ଏହି ମନ୍ତ୍ରଟି ଜପ କରିବେ ମା' ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆପଣଙ୍କ ଘରେ ପ୍ରବେଶ କରନ୍ତି ଏବଂ ଆପଣଙ୍କ ଘରେ କୌଣସି ପ୍ରକାର ଅଭାବ ଅନଟନ ରହେ ନାହିଁ। ତେଣୁ ଏହି ମନ୍ତ୍ରଟି ଆପଣ ସକାଳେ ହେଉ ସନ୍ଧ୍ୟାବେଳେ ହେଉ ଜପ କଲେ ଆପଣଙ୍କର ଘରର ସମସ୍ୟା ମଧ୍ୟ ଦୂର ହେବ। ନମସ୍କାର, ଆଜିର ଭିଡ଼ିଓଟି ମୁଁ ଏଇଠି ରଖୁଛି। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଥିବ ଦୟାକରି ଭିଡ଼ିଓରେ କମେଣ୍ଟରେ ଆପଣଙ୍କର ମତାମତ ଦେବା ସହିତ ଲାଇକ୍ ସେୟାର କରିବେ ଏବଂ ହାଇ ପଏଣ୍ଟ ଦୟାକରି ଦେବେ। ନମସ୍କାର, ଜୟ ଜଗନ୍ନାଥ। ଆଜିର ଦିନଟି ଆପଣଙ୍କ ମାନଙ୍କ ପାଇଁ ଶୁଭମୟ ମଙ୍ଗଳମୟ ହେଉ।